ହଁ ଦର୍ଶକ ବନ୍ଧୁ ସମସ୍ତଙ୍କର ସ୍ୱାଗତ। ଚାଲନ୍ତୁ ଆଜି ଜୟପ୍ରକାଶ ପାୱାର ଉପରେ ଆମେ ଆଲୋଚନା କରିବା। ଦେଖନ୍ତୁ ଜୟପ୍ରକାଶ ପାୱାର ଯଦି ଆମେ ଆଲୋଚନା କରିବା, ମୁଁ ଆପଣଙ୍କୁ କହିଥିଲି ମାର୍କେଟ 20 ଟଙ୍କା ଲେଭେଲ ଯାଉଛି, 20 ଟଙ୍କା ଲେଭେଲରୁ ପୁଣି 18 ଟଙ୍କା ଲେଭେଲକୁ ଆସିକି ପହଞ୍ଚି, ପୁଣି 18 ଟଙ୍କା ଲେଭେଲରୁ ଯଦି ବ୍ରେକ୍ କରୁଛି ମାତ୍ର 16 ଟଙ୍କା ଲେଭେଲକୁ ଆସିକି ପହଞ୍ଚୁଛି। ତ ମାର୍କେଟରେ କ'ଣ ହେଉଛି ଦେଖନ୍ତୁ, ମାର୍କେଟ ଗୋଟେ ଧୀରେ ଧୀରେ ଏଇ 18 ଟଙ୍କାରୁ 20 ଟଙ୍କା ଭିତରେ 16 ଟଙ୍କା ଏଇ ପାଖାପାଖି ମାର୍କେଟ କ'ଣ କରୁଛି, ଉପର ନିଚେ ଗୋଟେ କନସିଲେଟେଡ୍ ମୁଡ୍ରେ ଟ୍ରେଡ୍ କରୁଛି। ମାର୍କେଟ କ'ଣ କରୁଛି, ମାର୍କେଟ ଯଦି ଦେଖନ୍ତୁ ମାର୍କେଟ ଯେତେବେଳେ ବହୁତ ସମୟ ଯାକେ ମାର୍କେଟ ଏଇ ଟାଇପ୍ର ଆପଣଙ୍କୁ ବିହେଭ୍ ଦେଖାଉଛି, ଏଇ ଟାଇପ୍ର କନସିଲେଟେଡ୍ ମୁଡ୍ରେ ଟ୍ରେଡ୍ କରୁଛି, ଯେତେବେଳେ ଦେଖ ଏଠି କ'ଣ ହେବ, ମାର୍କେଟ କ'ଣ କଲା, ଏଇ ଜାଗାରେ କନସିଲେଟ ମାର୍କେଟ ଜମ୍ପ ଆସିଲା, ଜମ୍ପ ଆସିକି ଦେଖନ୍ତୁ ମାର୍କେଟ ଏଇ ଜାଗାରେ କ'ଣ କଲା, କନସିଲେଟେଡ୍ ମୁଡ୍ କଲା। ପୁଣି ମାର୍କେଟ କ'ଣ କଲା, ମାର୍କେଟ ପୁଣି ଉପରେ ଜମ୍ପ କଲା, ପୁଣି ଏଇ ଜାଗାରେ ପୁଣି କନସିଲେଟେଡ୍ କଲା। ପୁଣି ମାର୍କେଟ କ'ଣ କଲା, ମାର୍କେଟ ଏଇ ଜାଗାରେ ପୁଣି କ'ଣ କଲା ନା ମାର୍କେଟ ପୁଣି ଜମ୍ପ କଲା, ଗ୍ରୀନ୍ କ୍ୟାଣ୍ଡେଲ ସବୁ ଜମ୍ପ କଲା। ପୁଣି ମାର୍କେଟ ତାପରେ ଏଇ ଜାଗାରେ କନସିଲେଟେଡ୍ ମୁଡ୍ କଲା। ପୁଣି ମାର୍କେଟ ଏଇ ଜାଗାରେ କ'ଣ କଲା, ଜମ୍ପ କଲା, ମାର୍କେଟ ପୁଣି ଧୀରେ ଧୀରେ ଆସିଲା, ଧୀରେ ନିଚେ ଲେଭେଲକୁ ଆସିକି କ'ଣ କଲା, କିଛି ସମୟ ପାଇଁ ପୁଣି ଜମ୍ପ କଲା, ପୁଣି ଆସିକି ମାର୍କେଟ ଏଇ ଜାଗାରେ କନସିଲେଟେଡ୍ ମୁଡ୍ରେ କାମ କଲା। ଗୋଟେ ରେଞ୍ଜ ଭିତରେ ସେ ଟ୍ରେଡ୍ କଲା, 20 ଟଙ୍କାରୁ 18 ଟଙ୍କା 17 ଟଙ୍କା ଭିତରେ ଗୋଟେ ରେଞ୍ଜ ଭିତରେ ଦେଖ ଗୋଟେ ସେ କ'ଣ କଲା ନା ଟ୍ରେଡ୍ କଲା। ଯେତେବେଳେ ଏଇ ରେଞ୍ଜ ଭିତରେ ସେ ଟ୍ରେଡ୍ କରୁଛି, କ'ଣ କଲା, ଟ୍ରେଡ୍ କରୁଛି ବହୁତ ସମୟ ଯାକେ ଏଇ 20 ଟଙ୍କାରୁ 18 ଟଙ୍କା 16 ଟଙ୍କା ଭିତରେ ସେ ମାର୍କେଟ ଟ୍ରେଡ୍ କରୁଛି। ଯେତେବେଳେ କ'ଣ ହେଉଛି, ଯେତେବେଳେ ମାର୍କେଟ ଏଇ ପର୍ଯ୍ୟନ୍ତ ଟ୍ରେଡ୍ କରୁଛି, ଆପଣ କାରଣ ଜେପି ପାୱାର ଗୋଟେ ଫାଇନାନ୍ସିଆଲ, ଯଦି ଆମେ ଦେଖିବା ଜେପି ପାୱାରରେ ଫାଇନାନ୍ସିଆଲରେ ଆମେ ଯଦି ଚିନ୍ତା କରିବା, ଜେପି ପାୱାର ଗୋଟେ ବଡ଼ ଫାଇନାନ୍ସିଆଲ, ତାର ଫଣ୍ଡାମେଣ୍ଟାଲ ବହୁତ ଠିକ୍ ଅଛି। ତ ଯଦି ଗୋଟେ ଷ୍ଟକ୍ରେ ଆପଣ ଫାଇନାନ୍ସିଆଲ ଫଣ୍ଡାମେଣ୍ଟାଲ ଯଦି ଠିକ୍ ମାନେ ଷ୍ଟକ୍ ଅଛି, ସେଟା କେବେ ଜିରୋ ହେବନି, ମାର୍କେଟ ନିଶ୍ଚିନ୍ତ ଉପରକୁ ଯିବ। ଯଦି କ'ଣ ଯେତେବେଳେ କ'ଣ କରୁଛନ୍ତି, ଯେତେବେଳେ 16 ଟଙ୍କା ଲେଭେଲ ଆସୁଛି, କ'ଣ କରୁଛି ଦେଖନ୍ତୁ, ବାୟର ପଳେଇ ଆସୁଛନ୍ତି, ଗୋଟେ ବଡ଼ ମୁଭ୍ ଆସୁଛି। ପୁଣି ଯେତେବେଳେ 18 ଟଙ୍କା ପାଖାପାଖି ଆସୁଛି ମାର୍କେଟ, ପୁଣି ବାୟର ଆସୁଛନ୍ତି, ପୁଣି ବଡ଼ ମୁଭ୍ ଆସୁଛି। ତ ଏଇ ଟାଇମ୍ରେ ଏଣ୍ଟ୍ରି ନେଇଯାଉଛନ୍ତି। ତ କ'ଣ, ଯଦି ଆପଣଙ୍କୁ ସର୍ଟ ପର୍ପଜରେ ଆପଣ ଯଦି ଇନଭେଷ୍ଟ କରୁଛନ୍ତି, ତ ମୋତେ ଲାଗୁନି ଏଇ ସର୍ଟ ପର୍ପଜ୍ ପାଇଁ ସେମିତି କିଛି ଆପଣଙ୍କୁ ସଜେସନ୍ ନାହିଁ। ଯଦି ବଡ଼ ମାନେ ଲଙ୍ଗ୍ ଟର୍ମ ପାଇଁ ଆପଣ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣ ନିଜର ଫାଇନାନ୍ସିଆଲ ଆଡଭାଇଜର ଯଦି ପଚାରନ୍ତି ନିଶ୍ଚିନ୍ତ। କିନ୍ତୁ ଦେଖନ୍ତୁ, ଯେତେବେଳେ 16 ଟଙ୍କା ଲେଭେଲରେ କିଛି ଏଣ୍ଟ୍ରି ନେଲେ ମୁଭ୍ କଲା, 18 ଟଙ୍କା ଲେଭେଲ ଏଣ୍ଟ୍ରି କଲେ ମୁଭ୍ କଲା, ଏବେ କ'ଣ ଚାଲିଛି, ଗିରାବଟ ଚାଲିଛି 18 ଟଙ୍କା 97 ପଇସା। ଯଦି 18 ଟଙ୍କା 97 ଆପଣ ଏଣ୍ଟ୍ରି ନେଉଛନ୍ତି, ମାର୍କେଟ ଦରକାର ବେଳେ ବି ଯଦି 18 ଟଙ୍କା 50 ପଇସାକୁ ବ୍ରେକ୍ଆଉଟ୍ କରିକି କିମ୍ବା 18 ଟଙ୍କା ବ୍ରେକ୍ଆଉଟ୍ କରି 16 ଟଙ୍କା ଲେଭେଲକୁ ଆସିଯାଇପାରେ। କିନ୍ତୁ 16 ଟଙ୍କା ଲେଭେଲ ଯଦି ପୁଣି ଆସରେ ମୁଭ୍ କରିବାର ବହୁତ ସମ୍ଭାବନା ମଧ୍ୟ ଅଛି। ହଁ ଦର୍ଶକ ବନ୍ଧୁ, ଖାଲି ମୁଁ ଏହା ଏଜୁକେସନାଲ ପର୍ପଜ୍ ପାଇଁ ଭିଡ଼ିଓଟି ତିଆରି କରୁଛି। କୌଣସି ପ୍ରକାରର ଆପଣଙ୍କୁ ବାଏ ଆଣ୍ଡ ସେଲ୍ର ସଜେସନ୍ ନାହିଁ। ଆପଣ କୌଣସି ପ୍ରକାର ଇନଭେଷ୍ଟମେଣ୍ଟ କରିବା ପୂର୍ବରୁ ନିଜର ଫାଇନାନ୍ସିଆଲ ଆଡଭାଇଜରକୁ ଜରୁର ପଚାରନ୍ତୁ। ଧନ୍ୟବାଦ। ମୋ ଚ୍ୟାନେଲଟିକୁ ଯଦି ଆପଣ ପସନ୍ଦ କରୁଛନ୍ତି, ଆପଣ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ।